କଥା ହେଉଛି ତିଳଚ୍ଛ ମହାପାତ୍ର ଜଗବନ୍ଧୁଙ୍କ। ସେ ଜଗନ୍ନାଥଙ୍କ ଅଙ୍ଗ ଲାଗି ସେବକ ଥିଲେ। ସେ ଜଗନ୍ନାଥଙ୍କ ଧଣ୍ଡାମାଳ, ଫୁଲମାଳ ଏବଂ ଜଗନ୍ନାଥଙ୍କ ଅଙ୍ଗ ଲାଗି ସମସ୍ତ ସେବା କରୁଥିଲେ। କେବଳ ଜଗନ୍ନାଥଙ୍କ ସେବା ଆଉ ଭକ୍ତି ବିନା ସେ ଜଗତର ଅନ୍ୟ କୌଣସି କଥା ଜାଣନ୍ତି ନାହିଁ। ରାଜା ପ୍ରତାପରୁଦ୍ରଙ୍କ ସମୟରେ ଯେଉଁ ପୁଷ୍ପ ପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ଲାଗି ହୋଇଥାଏ, ସେହି ପୁଷ୍ପକୁ ପ୍ରସାଦ ହିସାବରେ ରାଜାଙ୍କୁ ପ୍ରଦାନ କରିବାର ପ୍ରଥା ରହିଥାଏ। ଦିନେ ତିଳଚ୍ଛ ମହାପାତ୍ର ଜଗବନ୍ଧୁ ପ୍ରଭୁଙ୍କ ଭକ୍ତି ଭାବରେ ଭୋଳ ହୋଇ ପ୍ରଭୁଙ୍କ ମସ୍ତକ ଲାଗି ପୁଷ୍ପକୁ ନିଜ ମୁଣ୍ଡରେ ଲଗାଇ ଦେଇଥାନ୍ତି। ସେହିଦିନ ରାଜା ପ୍ରତାପରୁଦ୍ର ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି ଏବଂ ତିଳଚ୍ଛ ମହାପାତ୍ର ପୂର୍ବରୁ ରାଜା ଆସିବାର ଜାଣି ସେ ତାଙ୍କ ମୁଣ୍ଡରୁ ଜଗନ୍ନାଥଙ୍କର ମସ୍ତକ ଲାଗି ସେହି ପୁଷ୍ପଟିକୁ ପ୍ରଦାନ କରନ୍ତି। ରାଜା ସେହି ପୁଷ୍ପରେ ଏକ କେଶ ଲାଗିଥିବାର ଦେଖି ତିଳଚ୍ଛ ମହାପାତ୍ରଙ୍କୁ ପଚାରିଥାନ୍ତି, ମହାପାତ୍ର, ଏ କେଶ କାହାର ଅଟେ? ରାଜାଙ୍କ ଦଣ୍ଡକୁ ଡରି ତିଳଚ୍ଛ ମହାପାତ୍ର କହିଥିଲେ, ଏ ତ ମହାପ୍ରଭୁ ଜଗନ୍ନାଥଙ୍କ କେଶ ଅଟେ। ରାଜା କହିଲେ, ମହାପାତ୍ରେ, ଆଗରୁ ତ ମୁଁ କାହିଁ ପ୍ରଭୁଙ୍କର କେଶ ଥିବାର ଦେଖିଲି? ମହାପାତ୍ରେ କହିଥିଲେ, ହେ ରାଜା, ଆପଣ କାଲି ଆସନ୍ତୁ, ମୁଁ ଆପଣଙ୍କୁ ଦେଖାଇ ଦେବି। ପରଦିନ ସକାଳୁ ରାଜା ଆସିଥିଲେ। ପ୍ରଭୁ ଜଗନ୍ନାଥଙ୍କ ମୁଣ୍ଡରେ କେଶ ଦେଖି ବିସ୍ମିତ ହୋଇଯାଇଥିଲେ। ଭକ୍ତଙ୍କ ଭକ୍ତି ଆଉ ପ୍ରେମରେ ଜଗନ୍ନାଥଙ୍କ ମୁଣ୍ଡରେ କେଶ ମଧ୍ୟ କଅଁଳି ପାରେ।